କରିକି ତାଙ୍କ ସପକ୍ଷକୁ ନେବା କଳା ତାଙ୍କୁ ବହୁତ ଜଣା ଅଛି। ସେଇଥିପାଇଁ ବିଜୁ ଜନତା ଦଳ ପ୍ରସ୍ତୁତ ଅଛି ଏବଂ ବୁଥ୍ ଲେଭେଲ୍ ଏଜେଣ୍ଟ ମଧ୍ୟ ନିଯୁକ୍ତି କରାଯାଇଛି। ଆମେ ତନ୍ନ ତନ୍ନ କରି ତାକୁ ପରୀକ୍ଷା ନିରୀକ୍ଷା କରିବୁ ଏବଂ ଜଗିବୁ ଯେ ଯେମିତି ଯେଉଁମାନେ ଜେନୁଇନ୍ ଭୋଟର ସେମାନେ ବାଦ୍ ନ ପଡ଼ନ୍ତୁ। କିନ୍ତୁ ତାଙ୍କ ଦଳ ଯାହା କହୁଛି, ଏପରିକି ଜଣେ ବିଧାୟକ ମଧ୍ୟ ଯେଉଁଭଳି କହିଲେ ଯିଏ ବିଜେପିକୁ ଭୋଟ ଦେବନି ସେ ଏସ୍ଆର୍ରୁ କାଟି ଦିଆଯିବ ତା ନାଁ। ଅର୍ଥାତ୍ ଇଏ ତାଙ୍କ ସରକାରର ଗୋଟେ ସୁଚିନ୍ତିତ ଯୋଜନା, ଭାରତୀୟ ଜନତା ପାର୍ଟିର ଗୋଟେ ସୁଚିନ୍ତିତ ଷଡ଼ଯନ୍ତ୍ର। ତାଙ୍କୁ ଭୋଟ ନଦେଲେ ସେମାନଙ୍କର ନାଁ ଭୋଟର ଲିଷ୍ଟରେ ରହିବ ନାହିଁ। ଏଭଳି ଏକ ଜଘନ୍ୟ କଥା କହିବା ଏବଂ ମନୋବୃତ୍ତି ରଖିବା ଗୋଟେ ସୁସ୍ଥ ଗଣତନ୍ତ୍ର ପରିଚାୟକ ନୁହେଁ। ଏ ହେଲା ପ୍ରଥମ କଥା। ଦ୍ୱିତୀୟ କଥା ହେଉଛି ଭାରତବର୍ଷରେ ଆକଳନ କରାଯାଉଛି ଯେମିତି ବିହାରଠୁ ୱେଷ୍ଟବେଙ୍ଗଲଠୁ ଆରମ୍ଭ କରିକି ତାମିଲନାଡୁଠୁ ଆରମ୍ଭ କରିକି ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ ବାକି ଅଛି, ସବୁଗୁଡ଼ାକ ଏସ୍ଆର୍ କଲା ପରେ 10 କୋଟି ପାଖାପାଖି ଲୋକଙ୍କ ନାଁ ଭୋଟର ଲିଷ୍ଟରୁ କଟିବ। ମୁଁ ଏଠି ଗୋଟେ ମୌଳିକ ପ୍ରଶ୍ନ ପଚାରିବାକୁ ଚାହୁଁଛି। ମୌଳିକ ପ୍ରଶ୍ନଟି ହେଉଛି ଯେଉଁମାନେ ଦେଶର ମାଟି ପାଣି ପବନକୁ ବ୍ୟବହାର କରୁଛନ୍ତି, ଏ ଦେଶରେ ଜାଗା କିଣିଛନ୍ତି, ଘର କରିଛନ୍ତି, ନିଜେ ରହୁଛନ୍ତି, ଶିକ୍ଷା ପାଉଛନ୍ତି, ସ୍ୱାସ୍ଥ୍ୟ ପାଉଛନ୍ତି, ସମସ୍ତ ସରକାରୀ ସୁବିଧା ପାଉଛନ୍ତି ଏବଂ ଏ ଦେଶରେ ସେମାନେ ଅଛନ୍ତି, ଯେଉଁ କିଛି ପଶି ଆସିଛନ୍ତି ସେମାନଙ୍କୁ ଛାଡ଼ିଦେଲେ ଆଉ ବାକି ଲୋକ ଯେଉଁମାନେ ଅଛନ୍ତି ଯଦି ସେମାନଙ୍କୁ ଇଣ୍ଟେନ୍ସନାଲି ଭୋଟର ଲିଷ୍ଟରୁ ନାଁ କଟାଯିବ, ସେମାନେ ଭାରତବର୍ଷର ନାଗରିକ ନେଇ ସେମାନେ ଆଗ କ୍ଲାରିଫିକେସନ୍ ଦିଅନ୍ତୁ। ସେମାନେ ସ୍ପଷ୍ଟ କରନ୍ତୁ ଯିଏ ଭାରତବର୍ଷର ନାଗରିକ ସେ ଭୋଟର ହେବ। ଯଦି ଭୋଟର ଲିଷ୍ଟରୁ ନାଁ କଟିବ ସେ ଭାରତବର୍ଷର ନାଗରିକ ହୋଇପାରିବ କି ନାହିଁ। ଯଦି ଭାରତବର୍ଷର ନାଗରିକ ହୋଇପାରିବ ନାହିଁ ଭୋଟର ଲିଷ୍ଟରୁ ନାଁ କଟିଲା ପରେ, ତାହେଲେ ସେମାନେ ଏ ଦେଶରେ ରହିବେ ନା ଦେଶରୁ ତାଙ୍କୁ ବିଦା କରାଯିବ। ଏହି କଥାଟା ଭାରତୀୟ ଜନତା ପାର୍ଟି ଦିଲ୍ଲୀ ସରକାର ଏବଂ ଯେତେ ରାଜ୍ୟ ସରକାର ଅଛନ୍ତି ତାକୁ ସ୍ପଷ୍ଟ କରିବାକୁ ଆମେ ଅନୁରୋଧ କରୁଛୁ। ନାଗରିକ ଯିଏ ହେବ ଭୋଟର ହେବ କି ନାହିଁ, ଭୋଟର ଲିଷ୍ଟରେ ନାଁ କଟିଲେ ନାଗରିକ ହେବ କି ନାହିଁ। ଯଦି ନାଗରିକ ନୁହଁ ତାହେଲେ ସିଏ ଏ ଦେଶରେ ରହିବ କି ନାହିଁ। ଯଦି ଏ ଦେଶରେ ନ ରହିବ ତାକୁ କେବେ ବିଦା କରିବେ ଆଉ ତାଙ୍କୁ କ'ଣ ପଦକ୍ଷେପ ନେବେ, ଏ କଥା ଭାରତ ସରକାର, ଭାଜପା ସରକାର, ଭାରତୀୟ ଜନତା ପାର୍ଟି ସରକାର ସ୍ପଷ୍ଟ କରିବା ଉଚିତ।